ଦେଖନ୍ତୁ ଏଥର ଓଡ଼ିଶାବାସୀ ପ୍ରବଳ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି। ମାନେ କିଏ ବିଜେଡ଼ିର କିଏ ବିଜେପିର କିଏ କେଉଁ ଦଳରେ ଥିଲା କିଏ କେଉଁ ଦଳକୁ ଆସିଛି ଲୋକ କନଫ୍ୟୁଜ୍ ବି ହେଇଗଲେଣି। ହଁ ଲୋକଙ୍କ ଭିତରେ ଗୋଟେ ଆସିଲାଣି ଯେଉଁ ଦଳଡିଆଙ୍କୁ ନେଇକିରି। ହଁ ବର୍ତ୍ତମାନ ଦେଖନ୍ତୁ ବ୍ରହ୍ମପୁର ସ୍ଥିତି। ବ୍ରହ୍ମପୁରରେ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ, ଯିଏକି ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ ବିଜେଡ଼ିରେ। ସିଏ ଲଗାତାର ଭାବରେ ବିଜେପିକୁ ଶୋଧି ଶୋଧିକି ତାଙ୍କ ଜୀବନ କାଳ ଯାଇଛି। ବିଜେପିକୁ ସମାଲୋଚନା କରିକି ତାଙ୍କର ସମୟ ଯାଇଛି। ବିଜେପି ବିରୁଦ୍ଧରେ ଏତେ ମାନେ ଶ୍ରୁତିକଟୁ ଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି, ଯେଉଁଟାକି ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଅନୁରୂପ ଭାବରେ ବିଜେପିର ଯିଏ ଭୃଗୁ ବକ୍ସିପାତ୍ର, ସିଏ ବିଜେପିର ଜଣେ ଆଗଧାଡ଼ିର ନେତା, ମାନେ ଗଣମାଧ୍ୟମରେ ବିଜେପିର ଅନ୍ୟତମ ଚେହେରା ଥିଲେ। ହଁ ସିଏ ବର୍ତ୍ତମାନ ଯାଇକିରି ହଠାତ୍ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇକରି ବିଜେଡ଼ିରେ ଜଏନ୍ କରିଛନ୍ତି।